ଗତକାଲି ଖଗେଶ୍ୱର ଦୀପ ଛତା ପିପଲ ସେ ଗୋଟେ ରିପୋର୍ଟ କରିଥିଲେ ଯେ 10 ତାରିଖ ଦିନ ରାତିରେ ତାଙ୍କର ବାପା କାଲୁଦୀପ ରାତିରୁ ମିସିଂ ଥିଲେ। ସେ 11 ତାରିଖ ଆସିକି ଥାନାରେ ବି ଜଣେଇଥିଲେ ଏବଂ ସେଇଟା ପଚରା ଉଚରା ବି କରାହେଇଥିଲା ଏବଂ ସବସିକ୍ୱେଣ୍ଟଲି ଗତକାଲି ତାଙ୍କର ଯେଉଁ ଗାଁ ମୁଣ୍ଡ ପୋଖରୀ ଯେଉଁ ପଞ୍ଚାୟତ ଅଫିସ୍ ସାମନା ପୋଖରୀରେ ସେ ଡେଡ୍ ବଡ଼ିଟା ଭାସୁଥିଲା। ସେଥିରେ ଆମର ଇଏ କଲା ତାଙ୍କ ରିପୋର୍ଟ ଆଧାରରେ ଆମର ପଇତାଲା କେସ୍ ନମ୍ବର 20/2023 ସେକ୍ସନ୍ 302/0134 କେସ୍ ରେଜିଷ୍ଟ୍ରେସନ୍ ହେଇଛି ଏବଂ ସେ କେତେଜଣ ଲୋକଙ୍କୁ ସସ୍ପେକ୍ଟ କରିକିରି ଦେଇଛନ୍ତି ଯେ ଆମକୁ ଏଇ ଲୋକମାନେ ହତ୍ୟା କଥା ସନ୍ଦେହ କରୁଛୁ ବୋଲି। ତ ଆମର ସେଟା ବର୍ତ୍ତମାନ କେସ୍ ହେଇଛି ଏବଂ ଗତକାଲି ଆମର ଯେଉଁ ଡେଡ୍ ବଡ଼ି ରିକଭର କରିକିରି ଆମର ଫାୟାର ଟିମ୍ର ସହାୟତାରେ ବାହାର କରିକି ତା'ର ଇନକ୍ୱେଷ୍ଟ କରାହେଇଛି ଏବଂ ପିଏମ୍ ପାଇଁ ପଠା ହେଇଥିଲା ଏବଂ ପିଏମ୍ ବି ସରିଯାଇଛି। ଆମେ ପିଏମ୍ ରିପୋର୍ଟକୁ ୱେଟ୍ କରୁଛୁ ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଆମେ ଇନଭେଷ୍ଟିଗେସନ୍ କରୁଛୁ, ଦେଖୁଛୁ ସେଥିରେ ଯାହା ଆସିବ ସେଇ ହିସାବରେ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ଗ୍ରହଣ କରାଯିବ। ଦେଖନ୍ତୁ ଆମେ ତ ଇନଭେଷ୍ଟିଗେସନ୍ କରୁଛୁ, ପଚରା ଉଚରା କରୁଛୁ ଏବଂ ପଚରା ଯାହା ରେଜଲ୍ଟ ବାହାରିବ ନିଶ୍ଚିତ ଭାବରେ ଆପଣଙ୍କୁ ଜଣାଇବୁ। ବର୍ତ୍ତମାନ ଆମେ ସେମାନେ ଯେଉଁ ତାଙ୍କ ସହିତ ଯେଉଁମାନେ ତାସ ଖେଳୁଥିଲେ ସେ ତାଙ୍କ କହିବା ହିସାବରେ ଯେତେ ଜଣ 5-6 ଜଣ ଲୋକ ଯେଉଁ ସହିତ ତାସ ଖେଳୁଥିଲେ ସେମାନଙ୍କୁ ସମସ୍ତଙ୍କୁ ଆମେ ପଚରା ଉଚରା କରୁଛୁ ବର୍ତ୍ତମାନ ଏବଂ ସେଟା ପଚରା ଉଚରା କରିସାରିଲା ପରେ ଜଣାପଡ଼ିବ ଏବଂ ଅନ୍ୟ ଯେଉଁ ପାରିପାର୍ଶ୍ୱିକ ଯେଉଁମାନେ ବି ଅଛନ୍ତି ଆଉ କିଏ ଦେଖିଛନ୍ତି କ'ଣ ଅଛି ସବୁ ପଚରା ଉଚରା କଲା ପରେ ଇନଭେଷ୍ଟିଗେସନ୍ ଇଏ ହେଲା ପରେ ଆପଣଙ୍କୁ ଜଣାଇବ। ଦେଖନ୍ତୁ ଯେଉଁ ଆମର ଥାନା ଟିମ୍ ଯାଇଥିଲେ ସେମାନଙ୍କର କିଛି ଗାଁ ଲୋକଙ୍କର କିଛି ଅସନ୍ତୋଷ ସେମାନେ ଜାହିର କରୁଥିଲେ, ଯେଉଁଟାକି ସେଟା ଆମେ ଗଲା ପରେ ସେଟା ସବୁ ଲୋକଙ୍କୁ ବୁଝାସୁଝା କଲା ପରେ ପୁଣି ଆଜ୍ ନର୍ମାଲ୍ ହିସାବରେ ଆମର ଇନକ୍ୱେଷ୍ଟ ଇଏ ହେଇଛି ଏବଂ ପିଏମ୍ ପାଇଁ ପଠାହେଇଛି। ତ ସେଇଟା ଯଦି ସରକାରୀ ଜାଗାରେ ଯେଉଁଟା ବି ଅଛି ସେଇଟା ଆମର ତହସିଲଦାର ଅଛନ୍ତି, ତାଙ୍କ ପାଇଁ ଆମେ ଲେଖିକି ନିଶ୍ଚିତ ଭାବରେ ଦେବୁ। ତହସିଲଦାର ବି ପ୍ରେଜେଣ୍ଟ ଥିଲେ, ଯେଉଁଟା ବି ଅଛି ଆଇନ ଅନୁଯାୟୀ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।